ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ସନ୍ଧ୍ୟା ବେଳେ ବସିଥିଲି, ମନେ ପଡ଼ିଲା ସକାଳୁ ବିରି ଚାଉଳ ଭେଜିଆ ହେଇଛି। ତ ସେ ବିରି ଚାଉଳ ତ ଆଉ ଏବେ ରଖିଦେଲେ ସକାଳକୁ ଖରାପ ହେଇଯିବ। ସନ୍ଧ୍ୟାରେ ଗୋଟେ ପ୍ଲାନ୍ କରାହେଲା, ଘରେ ଗୁଡ଼ ବି ଥିଲା ଆଉ ବିରି ଚାଉଳ ଯେହେତୁ ଭିଜିଆ ହେଇକି ବଟା ହେଇଯାଇଛି, ତ ପ୍ଲାନ୍ ଚାଲିଲା ଆମର ଗୁଡ଼ ଜଲେପି ବନେଇବା ପାଇଁ। ତ ଗୁଡ଼ ଜଲେପି କେଉଁ ଭଳିଆ ପ୍ରୋସିଜରରେ ହେଉଛି ଚାଲନ୍ତୁ ଦେଖିବା। ଆପଣମାନେ ତ ମାର୍କେଟରେ ବିଭିନ୍ନ ପ୍ରକାର ଜଲେପି ଖାଇଥିବେ, ମାନେ ଯେମିତିକି କଲରଫୁଲ୍, ମାନେ ଟିକେ ଅରେଞ୍ଜ କଲର୍ ବାଲା ଗୋଟେ ଜଲେପି ଥାଏ, ଆଉ ଗୋଟେ ନର୍ମାଲି ୟେଲୋଇସ୍ କିମ୍ବା ହ୍ୱାଇଟିସ୍ ଥାଏ। ତ ସେଇଭଳିଆ ଜଲେପି ଗୁଡ଼ାକ ମାର୍କେଟର ସବୁ ଜାଗାରେ ପ୍ରାୟତଃ ମିଳିଯାଉଛି, କିନ୍ତୁ ସେଇଗୁଡ଼ା ଆମର ବନୁଛି କେବଳ ମଇଦାରେ। କିନ୍ତୁ ଏଇଟା ଯେଉଁ ଆମର ବନୁଛି ଘରେ ହେଲ୍ଦି ଗୁଡ଼ ଜଲେପି, ଏଇଟା ହେଉଛି ବିରି ଚାଉଳର ବାଟଣ, ତା ସହିତ ଗୁଡ଼, ତା ସହିତ ଘରେ ଥିବା ଫ୍ରେଶ୍ ଅଏଲ୍। ମାନେ ଭାବନ୍ତୁ ଏଇଟା କମ୍ପ୍ଲିଟଲି ହେଲ୍ଦି ଆଉ ଟେଷ୍ଟି ବି। ତ ଏଇଭଳିଆ ହେଲ୍ଦି ଆଉ ଟେଷ୍ଟି ଜଲେପି ଯଦି ଆମେ ଘରେ ବନେଇ ପାରୁଛେ, ତ ମାର୍କେଟରୁ ଏଇ ଆଲତୁ ଫାଲତୁ ଜଲେପି କାହିଁକି ଖାଇବା। ସାଙ୍ଗମାନେ ସତ କଥା, ଏଠିକି ଆସିବା ପରେ ବାହାର ନନ୍ ହାଇଜେନିକ୍ ଖାଇବା କମ୍ପ୍ଲିଟଲି ବନ୍ଦ ହେଇଯାଇଛି। ସେଥିପାଇଁ ଅବଶ୍ୟ ମୁଁ ଟିକେ ପତଳା ହେଇଯାଇଛି, କିନ୍ତୁ ଚଳିବ, ହେଲ୍ଦି ତ ଅଛି ନା। ତ ହେଲ୍ଦି ଦେଖାଯିବା ଅପେକ୍ଷା ଭିତରୁ ହେଲ୍ଦି ରହିବାଟା ବହୁତ ଜରୁରୀ। ଠିକ୍ କହିଲି ନା ସାଙ୍ଗମାନେ?